କାଲି ମୁଁ ଆଉ ମୋର ଗୋଟେ ସାଙ୍ଗଟା ଆସୁଥିଲୁ କେତେ ରାତିରେ ଟିକେ ଲେଟ୍ ହେଇଗଲା କାହିଁକିନା ଜବ୍ ସାରିକି ଆସୁଥିଲୁ ନାଇଟ୍ ସିଫ୍ଟ ଥିଲା ଆସୁଥିଲୁ ପେଟ୍ରୋଲ ମୋର ସରିଗଲା ଗୋଟେ ଜାଗାରେ ତାହେଲେ ମୁଁ ମୋ ସାଙ୍ଗ ସହିତ ତା ସ୍କୁଟିରେ ଗଲି ପେଟ୍ରୋଲ ନେଇକି ଆସିଲି ପେଟ୍ରୋଲ ଆଣିକି ପକାଉଥିଲି ସେତେବେଳେ ଗୋଟେ କାର୍ଟା ଆସିଲା କାର୍ ଭିତରେ ଯେଉଁମାନେ ଥିଲେ ସବୁ ଷ୍ଟ୍ରେଞ୍ଜର ଥିଲେ କାହାକୁ ଜାଣିନୁ ସେ ଓହ୍ଲେଇଲେ ମୋ ଉପରେ କ'ଣ କୁହନ୍ତି କଟୁରୀରେ 2-3 ଥର ଆଟାକ୍ କଲେ ମୁଁ ତାପରେ ବ୍ଲଡ୍ ଦେଖିକି ଟିକେ ଇଏ ହେଇଗଲି ଟେନସନ୍ ହେଇଗଲି ସିଆଡ଼ୁ ଧାଇଁକି ପଳେଇଲି ମୁଁ ଯେମିତି ଟିକେ ଦୂରେଇଛି ସେଇ ଭିତରେ ସେ ମୋ ସାଙ୍ଗଟାକୁ ଜବରଦସ୍ତି କରିକି ନେଇକି ପଳେଇଲେ କାର୍ ସେତିକି ହେଇଛି ହ୍ୱାଇଟ୍ କଲର୍ର କାର୍ ଥିଲା ଆଉ ଏତେ ମନେ ନାହିଁ ଆଉ ଆଚ୍ଛା କଥାବାର୍ତ୍ତା କିଛି ନାହିଁ ସେମିତି ସୋଧାସୋଧି ଟିକେ କରିଲେ ତାପରେ ଏଇସବୁ କଲେ ତାପରେ ସେଇ ଆଟାକ୍ କଲେ ସେଇ ସମୟରେ କାହିଁକିନା ସେଇ ସମୟରେ କିଛି ନାହିଁ। ଆଚ୍ଛା ଆପଣଙ୍କୁ ଫୋନ୍ କରିକି ମୋତେ ପରେ କଲ୍ କରିକି ସେ କହୁଥିଲେ କି ତାକୁ ଆମେ ପଠେଇବୁ ପଇସା ଦିଅ ମାନେ କିଡ଼ନାପ୍ ବାଲା ତ ପୂର୍ବରୁ କେବେ ସେମାନଙ୍କୁ କେଉଁଠି ଦେଖିନାହାନ୍ତି କେବେ ପାଟିତୁଣ୍ଡ ହେଇନି ଆପଣଙ୍କର ସାଙ୍ଗଙ୍କର ତାଙ୍କର କେବେ କେଉଁଠି ଯୁକ୍ତିତର ପାଟିତୁଣ୍ଡ ନା ମାନେ ସେ ସାଙ୍ଗ ବି ଏତେ ପୁରୁଣା ସାଙ୍ଗ ନୁହେଁ ଯେ ମୁଁ ତାକୁ ଏତେ ଭଲସେ ଜାଣିଛି ମାସେ ବି ହେଇନଥିବ ତାକୁ ମୁଁ ଦେଖା ଥିବ ନଥିବ ମୁଁ ଜାଣିନି କିନ୍ତୁ ମୁଁ ତ କାହାକୁ ଚିହ୍ନଥିଲି। ଆଚ୍ଛା ଏବେ ଅଭିଯୋଗ କରିଛନ୍ତି ଥାନାରେ ଅଭିଯୋଗ କରିଛନ୍ତି ଆଚ୍ଛା କ'ଣ ଲାଗୁଛି ପୋଲିସ କ'ଣ କହିବାକୁ ଚାହିଁବେ ପୋଲିସ ତ କରିବେ ଏବେ ଯାହା କରିବେ ଆଚ୍ଛା କେଉଁ ଜିନିଷରେ ଆକ୍ରମଣ କଲେ ସେ କଟୁରୀ ଥିଲା ଖାଲି କଟୁରୀରେ 4 ଜଣ ବାହାରିଲେ 4 ଜଣ ବାହାରିଲେନି 2 ଜଣ ବାହାରିଲେ ଆଉ 2 ଜଣ କାର୍ରେ ଥିଲେ କ'ଣ କହୁଥିଲେ ଯେତେବେଳେ ଆପଣଙ୍କୁ ସେମାନେ ମାରିବାକୁ ଆସିଥିଲେ କିଛି ନାଇଁ କହୁନଥିଲେ କିଛି ସେ ସବୁ ଜଲ୍ଦିରେ ହେଲା ଆଉ ମୁଁ କିଛି ଶୁଣିନି।